ଗୋଟେ କଥା ଦେଖିବା 2047 ଓଡ଼ିଶା ବିକଶିତ ହେବ ଏଭଳି ଗୋଟେ ସ୍ଲୋଗାନ ଏବଂ ଏଭଳି ଗୋଟେ ବ୍ୟୟ ବଜେଟକୁ ନେଇକି ଓଡ଼ିଶା ଆଗକୁ ବଢୁଛି ବିଜେପି ସରକାର କୁହାଯାଉଛି। କ'ଣ ଆପଣ କହିବେ ବଜେଟ ସମ୍ପର୍କରେ ଏବଂ ବିକାଶ ସମ୍ପର୍କରେ? ନା ସେମାନେ କହିଛନ୍ତି 2036 ସୁଦ୍ଧା ଓଡ଼ିଶାକୁ ବିକଶିତ ଓଡ଼ିଶା କରିବେ। କ'ଣ ସେ ବିକଶିତ ଓଡ଼ିଶାର ଗୋଟେ କରିବ ଭଲ କଥା ଯେ, କିନ୍ତୁ ତାର ତ ଗୋଟେ ଟାର୍ଗେଟ ରହିବା କଥା ନା। ଏଇଆ ହେଇଗଲେ ଆମେ ବୁଝିବୁ ଯେ ବିକଶିତ ହେଇଗଲା। ସେମିତି କିଛି ଟାର୍ଗେଟ ମୁଁ ପାଉନି। ବିକଶିତ ଓଡ଼ିଶା କରିଦେବୁ ଯଦି ରାଜନୈତିକ ବକ୍ତବ୍ୟ ହିସାବରେ ଆକୁ ନେଉଛନ୍ତି, ଠିକ୍ ଅଛି। ନବୀନ ପଟ୍ଟନାୟକ ବି କହୁଥିଲେ ବିକଶିତ ଓଡ଼ିଶା କରିବେ, ଜାନକୀ ପଟ୍ଟନାୟକ ବି ତାଙ୍କ ସମୟରେ କହୁଥିଲେ ବିକାଶ ହେଉଛି। ବିକାଶ କେତେବେଳେ ନ ହେଉଛି କି? କିନ୍ତୁ ଗୋଟେ ଏତିକି ହେଲେ ଆମେ ଜାଣିବା ଯେ ଓଡ଼ିଶାଟା ବିକଶିତ ହେଇଗଲା। ଏତିକି GDP ହେଲେ ଆମେ କହିବା ଯେ ବିକଶିତ ହେଇଗଲା। ତାଙ୍କର ରାଜ୍ୟପାଳଙ୍କ ଅଭିଭାଷଣରେ ଲେଖା ହେଇଛି 2036 ସୁଦ୍ଧା $500 ବିଲିୟନ ଇକୋନୋମି ହେବ। ତାକୁ ସେ ବିକଶିତ ଓଡ଼ିଶା ନ କହିକି ସମୃଦ୍ଧ ଓଡ଼ିଶା କହୁଛନ୍ତି। ଠିକ୍ ଅଛି, ଗୋଟେ ଟାର୍ଗେଟ ରଖିଲେ $500 ବିଲିୟନ ଇକୋନୋମି ହେଇଯିବ। କିନ୍ତୁ ଡଲାର ଇକୋନୋମି ସେ କହୁଛନ୍ତି। ଡଲାର ତୁଳନାରେ ଟଙ୍କାର ଯେଉଁ ଭଳିଆ ମୂଲ୍ୟ କମୁଛି, ଆମେ 100 ଟଙ୍କା 80 ଟଙ୍କା ଇନକମ୍ କଲେ ଗୋଟିଏ ଡଲାର ହେଉଥିଲା, ବର୍ତ୍ତମାନ 87 ଟଙ୍କା ଇନକମ୍ କଲେ ଏଇଟା ଗୋଟିଏ ଡଲାର ହେଉଛି। 2036 ବେଳକୁ ଡଲାରର ଭ୍ୟାଲ୍ୟୁ କେତେ, ଟଙ୍କାର ଭ୍ୟାଲ୍ୟୁ କେତେ ଥିବ 2000 ମାନେ ଡଲାର ତୁଳନାରେ, ସେଇଟା ସେ କହନ୍ତୁ। ଯେ ଆମେ ଯେଉଁ ଟାର୍ଗେଟ ରଖିଛୁ $500 ବିଲିୟନ ହେବ 2036 ବେଳକୁ, ସେତେବେଳେ ଗୋଟିଏ ଡଲାର ଏତିକି ଟଙ୍କା ହେଇଥିବ। ଗୋଟେ ଆଜମ୍ପସନ୍ ତ ଥିବ ନା। ଗତ ବର୍ଷେ ହେଲା ଆମେ ଟଙ୍କାର ମୂଲ୍ୟ କେମିତି ଖସି ଖସି ଚାଲିଛି ଦେଖୁଛୁ। ତେଣୁ ଏ ବିଷୟରେ ସେ କ୍ଲିଅର ହେବା କଥା ଏବଂ ବର୍ଷକୁ କେତେ % ହାରାହାରି ଗ୍ରୋଥ ହେଲେ ଆମ $500 ବିଲିୟନ ପହଞ୍ଚିବୁ। ତମକୁ କିଏ କହିଥିଲା ବିକଶିତ ଓଡ଼ିଶା ଟାର୍ଗେଟ ରଖିବାକୁ? କହୁଛନ୍ତି 3 ଲକ୍ଷ ସଜେସନ୍ ଆସିଛି। ତାକୁ ପଢ଼ୁଛି କିଏ? ସରକାରଙ୍କର କେତେ ଜଣ ସେ 3 ଲକ୍ଷ ସଜେସନକୁ ପଢ଼ିଛନ୍ତି? ତମ ପାଖରେ କ'ଣ କିଛି ଆଇଡ଼ିଆ ନଥିଲା? ତମେ ସରକାରକୁ ଆସିବା ପୂର୍ବରୁ ତମେ ଗୋଟେ ପୁରୁଣା ଦଳ, ତମ ପାଖରେ ତ ବି ଗୋଟେ ସ୍ୱପ୍ନ ଥିବା। ଆମେ ସିଏ କ'ଣ ସାଧାରଣ ଲୋକଠୁ ମଧ୍ୟ ଭାବେ ମୁଁ ମୁଖ୍ୟମନ୍ତ୍ରୀ ଯଦି ହୁଅନ୍ତି ନା ଏଇଆ କରିଦିଅନ୍ତି। ତମ ପାଖରେ ତ କିଛି ହେବ ନା। ତମେ କାହିଁକି ନିଜେ ନିଜେ କହୁଛ ଆମେ ଗୋଟେ ବିକଶିତ ଓଡ଼ିଶା କରିବୁ, ଆମକୁ ସଜେସନ୍ ଦିଅ। ତାମାନେ ବିକଶିତ ଓଡ଼ିଶା କେମିତି ହେବ? ତମ ପାଖରେ ଆଗରୁ କିଛି ଆଇଡ଼ିଆ ନାହିଁ। ଏଇଟା ଖାଲି ଗୋଟେ ସ୍ଲୋଗାନ, ତା ଛଡ଼ା ଆଉ କିଛି ନୁହେଁ। ବଜେଟରେ କୁହାଯାଉଛି ଯେ ଏଥର 3 ଲକ୍ଷ କୋଟି ଟଙ୍କାର ଇକୋନୋମି ବଜେଟ୍ ହେବ। ଗତ ଥର 2,65,000 କୋଟି ଟଙ୍କାର ବଜେଟ୍ ପେଶ୍ କରିଥିଲେ। ନବୀନ ବାବୁ ସେଇ ବର୍ଷ ପାଇଁ 2,55,000 କୋଟି ଟଙ୍କାର ବଜେଟ୍ କରିଥିଲେ। ଯେହେତୁ ହାରିଗଲେ, ଏମାନେ ସେ ବର୍ଷ ପାଇଁ ଆଉ ଗୋଟେ ବଜେଟ୍ କଲେ 2,65,000 କୋଟି ଟଙ୍କାର। 10,000 କୋଟି ଟଙ୍କାର ବଢ଼େଇଲେ ଷ୍ଟ୍ରେଟ୍ ଲୋନ୍ ବଢ଼େଇକିରି। ତେଣୁ ଏଥର ଯଦି 2,65,000 କୋଟି ଟଙ୍କାରୁ 3 ଲକ୍ଷ କୋଟି ଟଙ୍କାର ବଜେଟ୍ କରିବେ, କ'ଣଟା ବଢ଼ିବ? ସରକାରଙ୍କର GST ଇନକମ୍ ବଢ଼ିବ ନା କେନ୍ଦ୍ର ଅଧିକା ଟଙ୍କା ଦେବ ଗ୍ରାଣ୍ଟ? ନା ଆମେ ତ ଦେଖୁଛୁ କେନ୍ଦ୍ର ଯେଉଁ GST କଲେକ୍ସନ୍ କରୁଛି ସେଇଟା ଆଶାନୁରୂପ ଭାବେ ବଢ଼ିନାହିଁ। ତେଣୁ ୟାଙ୍କ ଭାଗଟା ସେଥିରୁ ସେମିତି ବଢ଼ିଯିବ ବୋଲି ଆମେ ଭାବୁନୁ। ନା ଖଣି ଇନକମ୍ ବଢ଼ିବ, ନା ଲୋନ୍ ବଢ଼ିବ? କ'ଣଟା ବଢ଼େଇକିରି 2,65,000 କୋଟି ଟଙ୍କାରୁ 3 ଲକ୍ଷ କୋଟି ଟଙ୍କା କରିବେ? ଏତେ ବଜେଟ୍ରେ ବି ଆମେ ଅପେକ୍ଷା କରିବୁ ଦେଖିବାକୁ। ଏମାନେ ଯେଉଁ କହୁଛନ୍ତି 65,000 ନୂଆ ନିଯୁକ୍ତି ଦେବେ, ତାଙ୍କ ପାଇଁ ଦରମା ବଜେଟ୍ରେ ବଢ଼ୁଛି କି ନାହିଁ? ସାଲାରୀ ବଜେଟ୍ଟା କେତେ ବଢ଼ିଲା ଆମେ ଦେଖିବା। ଏମାନେ କହିଥିଲେ 300 ୟୁନିଟ୍ ବିଜୁଳି ଫ୍ରି ଦେବେ, ସେଥିପାଇଁ ବଜେଟ୍ରେ ବ୍ୟୟ ବରାଦ ହେଉଛି କି ନାହିଁ ଆମେ ଦେଖିବା। ସେମାନେ କହିଥିଲେ 60 ବର୍ଷରୁ ଊର୍ଦ୍ଧ୍ୱମାନଙ୍କୁ 3,000 ଟଙ୍କା ଭତ୍ତା ଦିଆଯିବ, ତାର ବ୍ୟବସ୍ଥା କରୁଛନ୍ତି କି ନାହିଁ ସେସବୁ ଦେଖିବା। ତେଣୁ ଆମେ ଅପେକ୍ଷା କରୁଛୁ ବଜେଟ୍କୁ କ'ଣ ହେଉଛି। ଏବଂ ଗତ ଥର ଯେଉଁ 2,65,000 କୋଟି ଟଙ୍କାର ବଜେଟ୍ କରିଥିଲେ ସେସବୁ ଖର୍ଚ୍ଚ ହେଇପାରିଛି କି ନାହିଁ? ମୁଁ କହୁନି ଖର୍ଚ୍ଚ ହେଇନଥିବ, କିନ୍ତୁ ଆମେ ଦେଖିବା, ଅପେକ୍ଷା କରିବା।